2 वर्ष आसी पार नथली घर को छुट्टी पड़ते थरे थरे के आसतली एत 5 मास 6 मास ला घर को आसी नथली आपण माने सपोर्ट करंती किंतु सपोर्ट करंतु सानो भाई बोली भाभी की तांको सपोर्ट बहुत करंती से माने किसी मोटिवेट होते एका रहंती त घर पाखर सेत में से माने वीडियो करंती आ से वीडियो माध्यम रे भी से को देखि पारे मते बहुत खुशी भी लागे भला हेलो हाय नमस्कार वेलकम बैक टू माय न्यू वीडियो। तो वीडियो मझे आसी पारनु कारण हम वीडियो बनी पारनु। आज ब्रेकिंग न्यूज है मो बड़ दीदी आज आस बड़ दीदी माने घर सीनियर तो ताको आम आनते जा फुलर का चलिके आसो सी सब छुट्टी पड़ी ना मोट दीदी फास्ट चल आसला ये तापर आस मो बड़ दीदी तो आज दीदी के आनते जा मुझे मो आपा जा मो दीदी सब जिनस पत्र ढेर गाइब ना गोटे चाकर भी नहीं हम तो ये चाकरटा बस जीव हाँ से चाकर पाठ पढ़ा चाकर वेलकम तो आम खाद्य भी सरीगलानी आगे समय पर 11टा से पहुँचो ना तो ये आम जा मो पास टेम्पो वाला तो आसगलानी आम टोपी पिंधि जा कारण आम चुट्टी दाढ़ी बुढ़ा बुढ़ा हो जात्रा पार्टी पूरा स्टैंड खाँचा वाला पूरा टोपी पिंधला को एत बड़ झापड़ा चुट्टी रहा तो किसी कथा ना लोक मैंने खराब भावे से खाली टोपी पिंधा पड़े हाँ जाऊ फुटबॉल खेला पिंधि पड़े जईर को पाखर भारी पड़े हे टोपी ना तब आम जाऊँ मो दीदी टोपी पिंधा मुझे पिंधु ना टेम्पो वाला भी आसगलानी तो ये आम जाऊे आगे बस बापा ऑटो वाला बस तो आपन को जाकि पहुँची देखा ठीक अच्छे तो ये आम पहुँची माने गांधी छक पाक बस आसो सेठू मो दीदी मुझे पड़े आउ तो बस टे लेट हो मो दीदी आसने देखा ठीक अच्छे तो ये मो दीदी आसिक पहुँची आम जाऊे घर को तो बाकी वीडियो घर को जाई बनाऊँ ठीक है ओल्लू तो बना वीडियो छोटे बना उल्टा दो पड़ी गोटे साइड दो हाँ किस तो ये पहुँचले पाठ पढ़ा जाए ना किस गुड़ा ओ आने खाई नहीं से स्कूल को जाते पढ़ाऊँ ठीक नहीं जाऊ जे हाँ लेखिक नहीं जाए पढ़ा लेके जाओ मैं टिके खाली उदा हल्का की उदा कपड़ा खाली कुछ नहीं लेके यदि क्या को पाठ पढ़ेबू तू हां बातें पढ़े तो अत्ते मु पढ़ाऊँ तू दे मत दे कारण एटा मारुनु एठी ना सेटा खुल्ला एटा हिए बाड़ीटा काट दी एटा पिट्टा जियो आ तो ड्रेस रो का देखना गी जा ए माडवा एरा छाड़ मिली थी तो मिल जा केने के आंदा मिलियो के तो एटा सेटा पिट्टा जाए एटा टांगा जो एरा कोन मास्टर ये खाऊ छु हाथ पखड़ आलू चटनी बैगन चटनी साग
ଭଲ ଲାଗୁଛି ନା ଏଇଟା ଆରାମସେ ମୋଟରସାଇକେଲ ଯାଇଥିଲେ ମୁଁ ଘିନିକି ତତେ ଚାଲି ଧରି ତ ଏବେ ଆମେ ଆସିକି ପହଞ୍ଚିଲେ ଆଉ ମୋ ଦିଦି ଏଠି ଖାଇତେ ବସିଛି ଏଠି ଟୁଙ୍କି ଏଠି ଆଉ ଗରମ ହଉଥିଲା ମାନେ ସେଠି ମୁଁ ଭିଡ଼ିଓ ବନେଇ ପାରୁନଥିଲି କାରଣ ସେଠି ଗୋଟେ ଲୋକ ଥିଲା ମୋତେ ନାଜ ବି ମାରୁଥିଲା ଏଠି ମୋ ଟୁଙ୍କି ଦିଦି ତ ଏବେ ନାଇଁ ଗରମ ହେଲାନି ଆଉ ମୁଁ ଗାଧିନି ଏବେ ତ ବାକି ଭିଡ଼ିଓ ଗାଧି ସାରି ବିକାଳ ବନିଆ ଠିକ୍ ଅଛି ବିକାଳ ଠାରୁ ମଜା ହବ ତ ଏବେ ଟାଇମ୍ ହେଇଛି 4:51 ଆଉ ମୁଁ ଗାଧୋଇ ଗୁଧାଇ ମୁଁ ଶୋଇଥିଲି ମୋ ମୁଣ୍ଡ ଏକା ବିନ୍ଧୁଥିଲା ସେ ଟେମ୍ପୁର ଗଲାକୁ ଆସିକି ଡାଇରେକ୍ଟ ଶୋଇ ପଡ଼ିଥିଲି ଭିଡ଼ିଓ ବନି ପାରିନି ଆଉ ଏବେ ଗାଧୋଇକି ଭିଡ଼ିଓଟା ବନୁଛୁ ଆଉ ଠିକ୍ ଅଛି ଏଠି ମୁଁ ଟୁଣକି ଠିଆ ହେଇଛି ମଥା ଚୁଟି ଝଡୁଛି ଚୁଟି ଝଡ଼ିବାର ଉପାୟ ଯଦି ଆପଣ ମାନେ ଜାଣିଥିବେ ତାହେଲେ କମେଣ୍ଟ କରି ନିଶ୍ଚିତ ବତେଇବେ ମୋ ପାଖରେ ଉପାୟ ଅଛି ଡୁପ୍ଲିକେଟ୍ ଚୁଟି ତ ମୋ ଦିଦି ଥିଲା କେଉଁଝରରୁ ସିଏ ପାଠ ପଢ଼ୁଥିଲା ମାନେ ବିଏଡ୍ କରୁଥିଲା ଆଉ ତ ଚାଲନ୍ତୁ ତାକୁ ପଚାରିବା 2 ବର୍ଷ ତାଙ୍କର ଦିଦି ଆପଣଙ୍କର 2 ବର୍ଷର ଏକ୍ସପିରିଏନ୍ସ କେରକ ଥିଲା ବିଏଡ୍ ଯେ କରୁଥିଲେ ଭଲ ଥିଲା 2 ବର୍ଷ ଆସିପାରୁନଥିଲି ଘରକୁ ଛୁଟି ପଡ଼ିతే ଥରେ କେଠି ଆସୁଥିଲି ଏବେ 5 ମାସ 6 ମାସ ହେଲା ଘରକୁ ଆସିନଥିଲି ଏବେ ଘରକୁ ଫେରିଛି ଆଜି ଆଉ ଭାଇ ଘର ପାଖରେ ଥିଲା ମା ତ ନାହାନ୍ତି ଭାଇ ଭଉଣୀ 2 ଜଣ ଘର ପାଖରେ ରୁହନ୍ତି ଆଉ ଆପଣମାନେ ସପୋର୍ଟ କରନ୍ତି କିନ୍ତୁ ସପୋର୍ଟ କରନ୍ତୁ ସାନ ଭାଇ ବୋଲି ଭାବିକି ତାଙ୍କୁ ସପୋର୍ଟ ବହୁତ କରନ୍ତି ସେମାନେ କିଛି ମୋଟିଭେଟ୍ ହୁଅନ୍ତି ଏକା ରୁହନ୍ତି ତ ଘର ପାଖରେ ସେଥିପାଇଁ ସେମାନେ ଭିଡ଼ିଓ କରନ୍ତି ଆଉ ସେ ଭିଡ଼ିଓ ମାଧ୍ୟମରେ ବି ମୁଁ ସେମାନଙ୍କୁ ଦେଖିପାରେ ମୋତେ ବହୁତ ଖୁସି ବି ଲାଗେ ଭଲ ଲାଗିଲା ଆଉ ସବୁ କିଛି ଆଉ ସେଇଥିପାଇଁ ମୁଁ ବି ସେଠି ରହିଯାଇଥାଏ ମାନେ ମନ ଲଗେଇକି ବି ପାଠ ପଢ଼ୁଥିଲି ଆମର ଏବେ ସରିଯାଇଛି ଆଉ ଆଶୀର୍ବାଦ ସମସ୍ତେ ରଖନ୍ତି ଯେମିତି ମୁଁ ବି କିଛି କରେ ସରିକି ତ ଆସିଛି ଆଉ ଜଲ୍ଦି ଯେମିତି ଗୋଟେ ଚାକିରି କରିଯାଏ ଆଉ ଓକେ ତ ମୋ ଦିଦି ବହୁତ ଭଲ ଆଉ କିନ୍ତୁ ଇଏ ଯାହା ଭଲ ନୁହେଁ କିନ୍ତୁ ଇଏ ବି ତଥାପି ସିଟି କରେ ମୁଁ ସିଟି କରୁଛି ଏଇଟା ମୋର ଫାର୍ଷ୍ଟ ଇୟର ହେଲା ତାପରେ ଆଉ ଗୋଟେ ବର୍ଷ ପରେ ସେକେଣ୍ଡ ଇୟର ମାନେ ଏଥର ଏକ୍ଜାମ ଦେଇ ସାରିଲା ପରେ ସେକେଣ୍ଡ ଇୟର ହବ ତ ମୁଁ କହୁଛି ତତେ ପଚାରିଲା ଏଠି କିଏ ତୁ ମୁଁ ପଚାରିଛି ତୁ ନା ପଚାରି ପାରେ ଏମାନେ ପଚାରୁଛନ୍ତି ମତେ କିଏ ପଚାରିଲା ତତେ କେହି ପଚାରିଲା ତତେ କିଏ ଖାତିର କରେ ତ ଆପଣଙ୍କର କଣ ଥିଲା ମୋର ରୋଷେଇ କରିବାଟା ହଉଛି ମୋର ହବି ହବି ଆପଣ କଣ ହାଉସ ୱାଇଫ ତାହେଲେ ଏଠି କଣ କରୁଛନ୍ତି ଆପଣଙ୍କ ହାଉସକୁ ଯାଆନ୍ତି ନା ଆମ ହାଉସ ଏଇଟା ତ ମୁଁ ରାନ୍ଧା ବାଢା করে ହାଉସ ୱାଇଫ ହେଇକି ରୁହେ ତ ଏମିତି ମୋ 3 ଜଣ ଦିଦି କେହି ଭଲ ନୁହେଁ ଖାଲି ବଡ ଦିଦିକି ଛାଡିକି ମୁଁ ଭଲ ହଉଛି ଦିଦି ଦେଖିପାରୁଥିବ ଇଏ ହଉଛି ମୋ ଭାଇ ହେଇ ଦେଖ ମତେ ଦେଖୁଛି ଦେଖ ଏ ହେଲା ମୋ ଭାଇ ତ ବଡ ଭାଇ ମୁଁ ମୁଁ କେମିତି ଗୋଟେ ହଉଛି ମୁଁ ବଡ କିନ୍ତୁ ସାନ ଭଳିଆ ଦେଖାଯାଏ ଏଠି ଦେଖିପାରୁଥିବେ ମୋ ଦିଦି ଏଠୁ ଇଏ ମୋଠୁ ବାଙ୍ଗରା ସିଏ ସାନ ହେଇକି ମୋଠୁ କେମିତି ଡେଙ୍ଗା ହେଇଗଲା ମୁଁ ଜାଣିପାରୁନି ତୁ ଯେତେ ହେଲେ ବି ଟିକେ ବାଙ୍ଗରା ମୋଠୁ ଦେଖନ୍ତୁ ମୁଁ ତାର କେଇଠି ହଉଛି କାନ୍ଦକୁ ସେ ମତେ ଏରକ ତଳକୁ ଚାହିଁକି କଥା କହେ ମୁଁ ତାକୁ ଏରକ ଉପରକୁ କରି କଥା କହେ ଏଟା ହେଲା ବାଡି ବଡ ଦିଦି ମାଷ୍ଟର ହେନେ ଆପଣ ମାନେ ବୁଝିପାରୁଥିବେ କୁହାଯାଇନି ଏ କଥା ମାନେ ପିଲାମାନଙ୍କୁ ବାଡା ଯିବନି ଏଇନା ସ୍ନେହ କରାଯିବ ମାନେ ଏଟାର ଏଠି ଲେଖା ହେଇଛି ଓ ଏଠି ପାଠ ପଢିବାକୁ କୁହାଯାଏ ହଁ ଦିଦି ଆଇଛନ୍ତି କି ଦିଦି ହଁ କହ ଆଜିକାର ଭିଡିଓ ଏତିକି ଥିଲା ତ ଆପଣ ମାନେ ଲାଇକ୍ କରନ୍ତୁ ସେୟାର କରନ୍ତୁ ସବସ୍କ୍ରାଇବ କରନ୍ତୁ ଆପଣ ମାନଙ୍କୁ ଯଦି ଭଲ ଲାଗୁଛି ଭିଡିଓ ତାହେଲେ କମେଣ୍ଟ କରନ୍ତୁ ବାଏ ବାଇ ବାଇ